ସକାଳ ନମସ୍କାର। ଆଜିର ଖବର ପାଇଁ ଆପଣମାନଙ୍କୁ ସ୍ୱାଗତ। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିବା ପାଇଁ ଅନୁରୋଧ। ଆଜିଠୁ ଖସିବ ତାପମାତ୍ରା, କମିବ ଗୁଳୁଗୁଳି, ବର୍ଷାରେ ଭିଜିବ ରଜ। ଆଗାମୀ 7 ଦିନ ପାଇଁ ରାଜ୍ୟରେ ଜାରି ରହିବ ବର୍ଷା। ଦିନର ତାପମାତ୍ରା ଆଜିଠୁ 2-3 ଡିଗ୍ରୀ ଖସିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। କାରଣ ରାଜ୍ୟରୁ ପୁଣି ଫେରିଛି ମୌସୁମୀ ଜନିତ ବର୍ଷା। ଆସନ୍ତା 14 ତାରିଖ ପରେ ରାଜ୍ୟରେ ଅନେକ ଜିଲ୍ଲାରେ ମୌସୁମୀ ଜନିତ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର। ପୁଣି ଏଭଳି ପରିସ୍ଥିତିରେ 4 ଦିନ ପାଇଁ ବିଭିନ୍ନ ଜିଲ୍ଲାରେ ବଜ୍ରପାତ ହୋଇପାରେ, ତେଣୁ ସତର୍କତା ଅବଲମ୍ବନ କରିବାକୁ ସୂଚନା ଦେଇଛି ବିଭାଗ। ଗତ 24 ଘଣ୍ଟା ଭିତରେ କାଳବୈଶାଖୀ ଜନିତ ବର୍ଷା ରାଜ୍ୟର ବିଭିନ୍ନ ଜିଲ୍ଲାରେ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। 66.4 ମିଲିମିଟର ପ୍ରବଳ ବର୍ଷା ହେବା ନେଇ ରେକର୍ଡ କରିଛି ପାଣିପାଗ ବିଭାଗ। ପୁଣି ଆଗାମୀ 7 ଦିନ ପାଇଁ ରାଜ୍ୟର ସମସ୍ତ ଜିଲ୍ଲାମାନଙ୍କରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ଲାଗି ରହିବ। ଆଗାମୀ 24 ଘଣ୍ଟା ପରେ ରାଜ୍ୟରେ 1 କିମ୍ବା 2ଟି ସ୍ଥାନରେ ପ୍ରବଳ ବର୍ଷା ସହିତ ଝଟକା ପବନ ବହିପାରେ। ମୟୂରଭଞ୍ଜ, ବାଲେଶ୍ୱର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ସହିତ ଅନ୍ୟ ବାକି ଜିଲ୍ଲାମାନଙ୍କରେ ବଜ୍ରପାତ ବି ହୋଇପାରେ। ସେଥିପାଇଁ ଆଲର୍ଟ ଜାରି କଲା ବିଭାଗ। ତେବେ 13 ତାରିଖ ଓ 14 ତାରିଖରେ ବି ବର୍ଷା ଲାଗି ରହିବ। ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖିଥିବାରୁ ଧନ୍ୟବାଦ। ଯଦି ଚ୍ୟାନେଲରେ ନୂଆ ଥାନ୍ତି ତାହେଲେ ଚ୍ୟାନେଲକୁ ଲାଇକ୍ ଓ ସବସ୍କ୍ରାଇବ୍ କରି ରଖିଥାନ୍ତୁ, ଯାହାଦ୍ୱାରା ଆପଣଙ୍କ ପାଖରେ ସର୍ବପ୍ରଥମେ ଆମର ଖବର ପହଞ୍ଚି ପାରିବ।